ମୋ ପରମେଶ୍ୱର ଧନ୍ୟବାଦ ଦଉଛୁ। ତୁମେ ଆମ ସମସ୍ତଙ୍କୁ ପ୍ରେମ କରିଛ ଆଉ ଆମ ସମସ୍ତଙ୍କ ପ୍ରତି ବିଶେଷ କରି ଭାଇଙ୍କ ପ୍ରତି ନଗେନ୍ଦ୍ର ଭାଇଙ୍କ ପ୍ରତି ମନୋଯୋଗୀ ହେଇଛ ବାପା। ଧନ୍ୟବାଦ ଦଉଛୁ। ତାଙ୍କୁ ତୁମର ଆପ୍ଲୁତ ସ୍ଥାନରେ ତୁମେ ବାସ କରେଇଛ। ଧନ୍ୟବାଦ ଦଉଛୁ ବାପା। ପ୍ରତ୍ୟେକ ମୁହୂର୍ତ୍ତରେ ଆମ ସମସ୍ତଙ୍କ ପାଇଁ ଚିନ୍ତା କରୁଛ। ଆଜିର ପ୍ରয়োଜନୀୟ ଆହାର ନଗେନ୍ଦ୍ର ଭାଇଙ୍କୁ ବ୍ୟବହାର କରି ଆମ ଜୀବନରେ ତୁମେ ଦେଇଥିବାରୁ ତୁମକୁ ଧନ୍ୟବାଦ ଦଉଛୁ। ଆଜିର ପ୍ରତ୍ୟେକ ଆବଶ୍ୟକତାକୁ ତୁମେ ପୂରଣ କରୁଥିବାରୁ ଧନ୍ୟବାଦ ଦଉଛୁ। ପ୍ରତ୍ୟେକ ମୁହୂର୍ତ୍ତରେ ତୁମର ଆରାଧନା କରିବାକୁ ତୁମକୁ ଧନ୍ୟବାଦ ଦେବାକୁ ଯେପରି ଭୁଲିବ ନାହିଁ, ସେପରି ସୁନ୍ଦର ଶିକ୍ଷା ଆଜି ଭାଇଙ୍କ ଦ୍ୱାରା ତୁମେ ଆମକୁ ଦେଇଛ ଆଉ ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛୁ। ଆମ ଜୀବନରେ ଆମକୁ ସୁଧାରିବା ପାଇଁ ତୁମେ କ୍ଷତ ଦେଇଥାଅ ଆଉ ସେ କ୍ଷତକୁ ତୁମେ ହିଁ ନିଜେ ବାନ୍ଧିଥାଅ ବାବା, କାରଣ ତୁମେ ଆମକୁ ବହୁତ ପ୍ରେମ କରିଥାଅ। ଧନ୍ୟବାଦ ଦଉଛୁ ବାପା। ଜନ୍ମ ହେବା ପୂର୍ବରୁ ହିଁ ତୁମେ ଆମ ସକାଶେ ସଂକଳ୍ପ ନିରୂପଣ କରିଥାଅ। ଧନ୍ୟବାଦ ଦଉଛୁ। ତୁମେ ନିଜର ସଂକଳ୍ପ ଅନୁଯାୟୀ ନଗେନ୍ଦ୍ର ଭାଇଙ୍କୁ କଢେଇ ନେଇଛ। ତୁମର ପ୍ରତିଜ୍ଞାତ ଆଶୀର୍ବାଦର ଅଂଶୀ କରେଇଛ ବାପା। ତେଣୁକରି ଧନ୍ୟବାଦ ଦଉଛି। ତୁମର ବାହୁ ଛାୟା ତାଙ୍କୁ ଆପରି ରଖିଛ। ତେଣୁକରି ଧନ୍ୟବାଦ ଦଉଛି। ଯେପରି ଆଜି ପର୍ଯ୍ୟନ୍ତ ତାଙ୍କୁ ତୁମେ କଢେଇ ଆଣିଛ ବାପା। ତୁମ ରାଜ୍ୟ ସକାଶେ ସେପରି ମାଇଟିଲି ତାଙ୍କୁ ବ୍ୟବହାର କର ବୋଲି ପ୍ରାର୍ଥନା କରୁଛି ଆଉ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଉତ୍ସର୍ଗ କରୁଛି। ଆମେନ୍। ଆଜି ଗୋଟେ ବିଶେଷ ଦିନ ଆମମାନଙ୍କ ପାଇଁକା କିଛି ଗୀତ ନେଇକି ଆସିଛନ୍ତି ଆମର କିଛି ଭାଇ ଭଉଣୀ, ଆଉ ସେ ସଙ୍ଗୀତାଞ୍ଜଳିକୁ ଆମ ପାଖରେ ସମର୍ପଣ କରିବେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ, ଆଉ ତାର ପରିଚାଳନା କରିବେ ଆମମାନଙ୍କ ପ୍ରିୟ ଅମର। ବହୁତ ବହୁତ ଧନ୍ୟବାଦ। ଆଜି ଆମମାନେ ଗୋଟିଏ ବିଶେଷ ଦିନ ଆମ ପ୍ରତ୍ୟେକ ପାଇଁ, ଆଉ ଏଇ ବିଶେଷ ଦିନ ପାଇଁ ଆମମାନେ ଗୋଟେ ସଙ୍ଗୀତର ଆୟୋଜନ କରିବା। ଯେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥିଲି ମତେ ସେତେବେଳେ ମହାତ୍ମା ଗାନ୍ଧୀଙ୍କ ବିଷୟରେ କହିବାକୁ ପଡିଥିଲା। ଆଉ ସେ ସମୟରେ ଗୋଟେ ଛୋଟ ବିଷୟ, ଆତ୍ମଘାତୀ ମାନଙ୍କୁ ଆତ୍ମ ସଚେତନ ଦେଇଥିଲେ। ସେମାନେ ଆଜି ଜଗତ ନିକଟରେ ଚିରପୂଜ୍ୟ ଚିରବନ୍ଦିତ। ଗୁଜରାଟର ପୂର୍ବାକାଶକୁ ଯେତେବେଳେ ରକ୍ତ ରଞ୍ଜିତ କରି ଜନ୍ମ ଗ୍ରହଣ କରିଥିଲେ ସେଇ ବ୍ୟକ୍ତି କେହି ନଥିଲେ, ସେ ଥିଲେ ଆମମାନଙ୍କର ମୋହନ ଦାସ କରମଚନ୍ଦ ଗାନ୍ଧୀ। ଆଉ ଠିକ ସେଇପରି ଦକ୍ଷିଣ ଓଡିଶାର ଗଜପତି ଜିଲ୍ଲାର ଝାଲରସିଂ ଗାଁରେ 18/10/1951 ମସିହାରେ ଜଣେ ବ୍ୟକ୍ତି ଜନ୍ମ ଗ୍ରହଣ କରିଥିଲେ। ସେ ପିତାମାତାଙ୍କର ପ୍ରଥମ ସନ୍ତାନ ଥିଲେ। 5 ଭାଇ ଭଉଣୀ, ତାଙ୍କର ବଡ ଭାଇ ଥିଲେ ସେ ଭାଇ ଆଉ କେହି ନୁହନ୍ତି, ଆମମାନଙ୍କର ବଡ ଭାଇ ନଗେନ୍ଦ୍ର କର ଭାଇ, ଯାହାଙ୍କର ଜନ୍ମଦିନ ଆଜି ଆମେ ପାଳନ କରୁଛୁ। ଯାହାଙ୍କ କି ଆଜି ଆଜି କହୁଥିଲେ ଯେ କରିବି, ବଞ୍ଚିଥିବା ଯାଏ ମୁଁ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି। ମୁଁ ଯେତେବେଳେ ସମସ୍ୟାରେ ଥିଲି, ମୁଁ ଯେତେବେଳେ ରୋଗରେ ଥିଲି, ମୁଁ ଯେତେବେଳେ ଦୁଃଖରେ ଥିଲି, ମୁଁ ଯେତେବେଳେ କଷ୍ଟକର ଅବସ୍ଥା ଦେଇ ଯାଉଥିଲି, ସେତେବେଳେ ମୋ ପରମେଶ୍ୱର ମୋ ସହିତ ଥିଲେ, ମତେ ଛାଡି ନଥିଲେ। ଦୀର୍ଘ 74 ବର୍ଷ ପୂରଣ କରି 75ତମ ଜନ୍ମଦିନରେ ପଦାର୍ପଣ କରିଛନ୍ତି ଆମମାନଙ୍କର ସେଇ ଭାଇ ନଗେନ୍ଦ୍ର ଭାଇ। ତାଙ୍କର ଉଦ୍ଦେଶ୍ୟରେ ଆଜି ଆମେ କିଛି ସଙ୍ଗୀତ ଆୟୋଜନ କରିଅଛୁ। ମୁଁ ଅନୁରୋଧ କରିବି ଆମମାନଙ୍କ ଭିତରେ ମୀନାକ୍ଷୀ ଭଉଣୀ ଅଛନ୍ତି, ସେ ପ୍ରଥମେ ସଙ୍ଗୀତ ଗାଇ ଆମମାନଙ୍କୁ ଧନ୍ୟବାଦର ବଳି ଉତ୍ସର୍ଗ କରିବେ ପରମେଶ୍ୱରଙ୍କ ପାଖରେ। ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ ଏଣ୍ଡ ଗୁଡ୍ ମର୍ଣ୍ଣିଂ। ପ୍ରଭୁଙ୍କ ଦାସ ଆଜି ସୁନ୍ଦର ବାକ୍ୟ ସହିତ ତାଙ୍କର 75ତମ ଜନ୍ମ ଦିବସ ପାଳନ କରିଥିବାରୁ ଆମେ ପ୍ରତ୍ୟେକ ଆନନ୍ଦିତ। ଆଉ ସେଥିପାଇଁ ଆମମାନଙ୍କର ନମ୍ର ଭାବରେ ତାଙ୍କ ନିକଟରେ ଆମେ ଧନ୍ୟବାଦ ହବା ସଙ୍ଗେ ସଙ୍ଗେ ଆଉ ତାଙ୍କୁ ଆମେ ଶୁଭେଚ୍ଛା ଜ୍ଞାପନ କରୁଛୁ। ନୂତନ ଯାତ୍ରା ତାଙ୍କ ପାଇଁ ଶୁଭମୟ ହଉ, ନୂତନ ବର୍ଷ ଆନନ୍ଦମୟ ହଉ, ସ୍ୱାସ୍ଥ୍ୟମୟ ହଉ। ଏପରି ବାକ୍ୟଟି ଦେଇ ମୁଁ ଗୀତଟି ଗାଇବା ପାଇଁ ଚାହେଁ। ଆଉ ଯେଉଁମାନେ ଜ୍ଞାନବାନ ସେମାନେ ଆକାଶର ଦୀପ୍ତିର ତୁଲ୍ୟ, ଓ ଯେଉଁମାନେ ଅନେକଙ୍କୁ ଧାର୍ମିକ ପ୍ରତି ଫେରାଇ ଆଣନ୍ତି ସେମାନେ ତାରାଗଣ ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ। ପ୍ରଭୁ ଛୋଟ ବାକ୍ୟ ଦ୍ୱାରା ଆଜିର ବିଶେଷ ଦିନରେ ତାଙ୍କୁ ଆନନ୍ଦ ଦିଅନ୍ତୁ।
Praise the Lord नानी। अमर भाई को धन्यवाद दिए और सुजोग देइथिबारु आसनु गीत टिए गाइबा। मो साथी प्रभु तुमी चालू अछ ये दीर्घ जीवन पथी मो पासे जीसु तुमी रही अछ कि आश्चर्य प्रेम सती धूली ठारू हीन मुझे करिन तुच्छ मते ए जाई बहियाणी समती कि अतुल्य प्रेम सती ए जाई बहियाणी समती कि अतुल्य प्रेम सती तृष्णारे दिने आतुर होई भाबुथिली जे जीवी मु मोरी जीवनर जड़ी तृप्त करी जीवन पात्र मो दिल जे भरी ए जाइब इयाणी छमती कि मधुर प्रेम सती ए जाइब इयाणी छमती कि मधुर प्रेम सती भ्रांति रे को पथिक परी हजिले बिजन कांतारी घुरी जीवनर पथे नील तली प्रचुर जीवन पूर्ण करी जीवनर पथे नील तली प्रचुर जीवनी पूर्ण करी ए जाइब इयाणी छमते कि असीम प्रेम सते ए जाइब इयाणी छमते कि असीम प्रेम सते मो साथी प्रभु तुमी चालू अछ ए दीर्घ जीवन पथी मो पासे जीसु तुमी रही अछ कि आश्चर्य प्रेम सती कि मधुर प्रेम सती कि असीम प्रेम सती। For the kingdom of God. Thank you very much. God bless you all. प्रेज द लॉर्ड। बहुत बहुत धन्यवाद। बहुत सुंदर भावे मीनाक्षी दीदी आमन को गीत आगे नेले तांको धन्यवाद दिए। आ झाल सिंगार सुपुत्र 64 वर्षर यात्रा आरंभ रे कौन दिन हाथ छाड़ी ना सबुदिन साथी सहित अच्छी हस्त धरी कढ़े कढ़ी नहीं आम समस्त मिलित हो प्रभु को तरफ धन्यवाद दौचु। आसतु आउ गोटे गीत शुणा अश्विनी भाई आम को गोटे सुमधुर स्वर गीत प्रभु को धन्यवाद करू करू आम को कढ़े ने। हैप्पी बर्थडे। प्रभुंकर प्रतिज्ञा मुझे मन पकई देवा चाहे जहाँकि झील से 1:5 झील को परमेश्वर जेपरी कही तुम जाव जीवन तुम सम्मुख कहीं ठिया हो पार ना
आमे जेपरि मूसा संगरे थिलु सेपरि आमे तुम संगरे थिबा आमे तुम प्रति निरस्त हेबा नाही कि तुमको त्याग करिबा नाही ठीक सेपरि माथ्यू 28 पर्व तार 20 पदर मध्ये जेतेले जीशुंकर महा आदेश कहला बेल को मते प्रतिज्ञा करूछन्ति मु जुगांत पर्यंत तुम सहित रहिबी ठीक सेमती एवरी 13 पर्व 5 पदर मध्ये कहउछन्ति आमे केबे छाड़िबा नाही आमे केबे परित्याग करबा नाही प्रभु आपनकु 64 वर्ष पर्यंत धरिकी रखिछन्ति आपनकर जीवन यात्रा रे से आपनकु छाड़ी नांती ठीक से परि आपन मध्ये एबे जाय प्रभु को छाड़ी नांती एई परि भाबरे गोटे बहुत पुराना गीत आपण मन को समस्त को भल लागो गीत गायबा पाए चाहे जिंदगी के सफर में यीशु है तेरे संग जिंदगी के सफर में यीशु है तेरे संग तू भूलना नहीं प्यार छोड़ना नहीं यीशु का दामन तू भूलना नहीं प्यार छोड़ना नहीं यीशु का दामन जिंदगी के सफर में यीशु है तेरे संग का फजल तेरे साथ रहेगा मेरा समय नहीं आशा होगा संकट के समय तुझे सहारा देगा होठों को थाम कर साथ चलेगा के फजल तेरे साथ रहेगा निराशा में नहीं आशा रखेगा संकट के समय तुझे सहारा देगा हाथों को थाम कर साथ चलेगा तू भूलना नहीं प्यार छोड़ना नहीं यीशु का दामन तू भूलना नहीं प्यार छोड़ना नहीं यीशु का दामन जिंदगी के सफर में यीशु है तेरे संग प्रभु निश्चय आपको दर्शन सहित सेवा देते आपण जीवन यात्रा आग पछे ठाई आपण को पढ़ाई नौछंती लेबे मते दर्शन के साथ तुझे सेवा देगा प्रभु की महिमा तेरे जीवन से होगी भलाई से बुराई को जीत तू लेगा विश्वास की दौड़ तू पूरी करेगा दर्शन के साथ तुझे सेवा वो देगा प्रभु की महिमा तेरे जीवन से होगी भलाई से बुराई को जीत तू लेगा विश्वास की दौड़ को तू पूरा करेगा तू भूलना
का दामन तू भूलना नहीं प्यार छोड़ना नहीं यीशु का दामन जिंदगी के सफर में यीशु है तेरे संग जिंदगी के सफर में यीशु है तेरे संग। थैंक यू once again God bless you नगेंद्र कोरागिया प्रभु आपन Praise the Lord, praise the Lord. बहुत बहुत धन्यवाद अश्विनी भाई ଯେତେବେଳେ ଆମମାନେ ଅଶ୍ୱିନୀ ଭାଇଙ୍କଠୁ ଶୁଣୁଥିଲୁ ସେତେବେଳେ ମୁଁ ଚିନ୍ତା କରୁଥିଲି ନଗେନ୍ଦ୍ର ଭାଇଙ୍କର ପ୍ରତି ପାଦଗତି ତାଙ୍କର ହୃଦୟର ପ୍ରତି ଅଭିବ୍ୟକ୍ତି ତାଙ୍କ ହାତର ପ୍ରତି ତାଳି ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଥିଲା। ମୁଁ ଯେତେବେଳେ ତାଙ୍କର ବାକ୍ୟ ଶୁଣୁଥିଲି ସେ ବାକ୍ୟ ମଧ୍ୟରେ ତାଙ୍କର ସାକ୍ଷ୍ୟ ଥିଲା ବର୍ଷେ ମଧ୍ୟରେ 3 ଥର ମୃତ୍ୟୁ ମଧ୍ୟରୁ ପ୍ରଭୁ ତାକୁ ଉଦ୍ଧାର କରିଛନ୍ତି। କେତେ ଆଶ୍ଚର୍ଯ୍ୟ କେତେ ଦୟାବାନ ପରମେଶ୍ୱର ଯେଉଁ ପରମେଶ୍ୱର କି ଆମମାନଙ୍କର ହାତ ଛାଡ଼ି ନଥାନ୍ତି ଯେଉଁ ପରମେଶ୍ୱର କି 74 ବର୍ଷ ହେଲା ତାଙ୍କ ହାତ ଧରି ଧରି କଢ଼େଇ ଆଣିଛନ୍ତି ସେହି ପରମେଶ୍ୱରଙ୍କର ସେ ଧନ୍ୟବାଦ କରୁଛନ୍ତି ଗୌରବ କରୁଛନ୍ତି ପ୍ରଶଂସା କରୁଛନ୍ତି କାରଣ ପରମେଶ୍ୱର ତାଙ୍କ ସହିତରେ ଅଛନ୍ତି ତାଙ୍କ ସାଥିରେ ଅଛନ୍ତି ତାଙ୍କ ପାଖରେ ଅଛନ୍ତି। ସେହି ପରମେଶ୍ୱରଙ୍କର ଧନ୍ୟବାଦ କରୁ କରୁ ଆଉ ଗୋଟିଏ ଗୀତ ଶୁଣିବା ଆମମାନଙ୍କର ସଞ୍ଜୟ ଭାଇଙ୍କ ଠାରୁ। Hallelujah. Hallelujah. Praise the Lord. हे मोहर मन सदा प्रभुर धन्यवाद कर हे मोर अंतरस्थ समस्त ताहांको पवित्र नामर धन्यवाद कर हे मोहर मन सदा प्रभुर धन्यवाद कर और ताहांकर मंगल दान सब पासर नाही। धन्यवाद के साथ स्तुति गाऊंगा हे यीशु मेरे खुदा उपकार तेरे बेशुमार कोटि कोटि स्तुति धन्यवाद धन्यवाद के साथ स्तुति गाऊंगा हे यीशु मेरे खुदा उपकार तेरे बेशुमार कोटि कोटि स्तुति धन्यवाद। योग्यता से बढ़ के दिया हे अपनी दया से तूने मुझे योग्यता से बढ़ के दिया है अपनी दया से तूने मुझे मगने से ज्यादा मिला मुझे आभारी हूँ प्रभु में मांगने से ज्यादा मिला मुझे आभारी हूँ प्रभु में धन्यवाद के साथ स्तुति गाऊंगा हे यीशु मेरे खुदा उपकार तेरे बेशुमार कोटि कोटि स्तुति धन्यवाद। तू है सच्चा जल्ला खुदा तुझ पर ही भरोसा मेरा तू है सच्चा
चंदा खुदा तुझ पर ही भरोसा मेरा, सेवा पूरी करके पाऊंगा प्रभु शादो बरदान, सेवा पूरी करके पाऊंगा प्रभु शादो बरदान। धन्यवाद के साथ स्तुति गाना हे यीशु मेरे खुदा, उपकार तेरे बेशुमार, कोटि कोटि स्तुति धन्यवाद। धन्यवाद के साथ स्तुति गाऊंगा हे यीशु मेरे खुदा, उपकार तेरे बेशुमार, कोटि कोटि स्तुति धन्यवाद, कोटि कोटि स्तुति धन्यवाद, कोटि कोटि स्तुति धन्यवाद। प्रेज लॉर्ड, बहुत बहुत धन्यवाद जी। Praise सुंदर बहुत बहुत धन्यवाद जी। जेपरी वाक्य लिखा जाए, मोर आंतरिक भावनार बाहुली समय तुम्भर संतना सब मो प्राण को आह्लादित करे। धन्यवाद जी। बहुत सरल मन शुद्धिरा कर दीदी आम नगेन्द्र भाई आम सुंदर भाव प्रभुर चंद्र आणती वाक्य समय अति सरल, सी भी अति सरल। से निमंते प्रभुଙ୍କର धन्यवाद करने समस्त एकत्रित हो प्रभुଙ୍କର धन्यवाद करू करू आसतु जेसिका झील आम प्रभुଙ୍କର सुंदर भाव गोटे गीत आम सुंदर भाव पढ़ी नेब आम ता सहित समस्त सहयोग करवा। जेसिका पुणी आम गीत आगे समस्त प्रेज द लॉर्ड। प्रभु महान नाम को धन्यवाद दे सुंदर सुजोग निमंते उमा को मध्य धन्यवाद दे सुंदर सुजोग मत देथिबारु आउ नागेंद्र अंकल को मध्य मो तरफ हैप्पी बर्थडे विश कर अछि आउ तांको पे गोटे वाक्य पढ़ी कि मु गोटे गीत गाइबी। गीत संगीत 128 रे लेखा अछि, जो माने सदा प्रभु को भय करंती और ताहांक पथरे चालंती से मानकर प्रत्येक लोक धन्य, कारण तुम्बे आपणा हस्तकृत परिश्रमर फल भोजन करिब, तुम्बे सुखी हेब और तुम्भर मंगल हेब। आमीन। There shall be showers of blessing. This is the promise of Lord. There shall be season refreshing, sent from the Savior above. Showers of blessing, showers of blessing we need. Mercy drop round us are falling, but for the showers we plead. There shall be showers of blessing, precious reviving again, over the hills and the valleys, sound of awareness of rain. Showers of blessing, showers of blessings we need. Mercy drops round us are falling, but for the showers we plead. There shall be showers of blessing, send them upon us, O Lord. Grant to
this hour of blessing. Oh, that today might fall. Now as to God we're confessing. Now as on Jesus we call. Showers of blessing. Showers of blessings we need. Mercy drop round us are falling, but for the showers we plead. Praise the Lord. बहुत बहुत धन्यवाद जसिका झील हाँ मु अनुरोध करुच्ची यही समय आम मध्य पालक सामुएल बेहरा अच्छा से गीत बोली प्रार्थना करेंगे शेष करेंगे आम मैंने ओभर टू मधुसूदन दीदी सामुएल भाई प्रेज द लॉर्ड नातुणी प्रेज द लॉर्ड मोर नातुणी प्रेज द लॉर्ड Praise the Lord. Thank you, uncle. प्रेज द लॉर्ड समस्त को विशेष भाव में आज ए विशेष दिन में मो प्रभु को धन्यवाद दिए जे प्रभु अनुग्रह करी आज विशेष दिन नगेंद्र अंकल को निमंते मो धन्यवाद दिए जे प्रभु अनुग्रह करी ए सुंदर समय दे अछंती आज ए 75तम जन्मदिन अवसर रे प्रभु निकट में मो धन्यवाद दिए अनेक अनेक शुभेच्छा जनाए प्रभु वाक्य जेपरी लिखा जाए सदा प्रभु तुमको आशीर्वाद करंतु और तुमको रक्षा करंतु सदा प्रभु तुम ऊपर अपना मुखर तेज प्रकाश करंतु तुमको अनुग्रह करंतु सदा प्रभु तुम ऊपर अपना मुख उठांतु और तुमको शांति प्रदान करंतु प्रभु नाम धन्यवाद हो और विगत आपणकर अनेक अनेक असुविधा अनेक अनेक रोग समस्या प्रभु आपन को रक्षा कले विशेष भाव में जेपरी आप वाक्य कहते साक्ष्य द्वारा जे मृत्युर फांदरू प्रभु आपन को रक्षा कले कारण प्रभु का वाक्य मध्य लिखा जाए आखि को अश्रु पाद को झुंटिबारु मृत्युर फांदरू मध्य प्रभु रक्षा करत प्रभु नाम धन्यवाद हो आपणकर आगामी वर्ष आहुरी आशीर्वाद युक्त हो मंगल युक्त हो एवं प्रभु रे वृद्धि पाइबार वर्ष हो तेणु आमेन आमेन हालेलुया गौरव करिबा प्रभुकर प्रशंसा करिबा अति पुराना गीत जोटा कि उपासनार गीत अटे यीशु को नाम कर हे माला ए गीत द्वारा माने प्रभुकर प्रशंसा करी यीशु को नाम कर हे माला यीशु को नाम कर हे माला घुषी जीव मनु पाप जला यीशु को नाम कर हे माला यीशु को नाम कर हे माला यीशु प्रिय नाम
Hallelujah. Hallelujah. Praise the Lord. Lord. Praise the Lord. Praise the Lord. Praise the Lord. धन्यवाद, बहुत बहुत धन्यवाद। आगामी विशेष कार्यक्रम, विशेष प्रार्थना एवं समस्त कार्यक्रम ପାଇଁ ओवर टू मधुसूता दीदी। ପ୍ରେଜ୍ ଦ ଲର୍ଡ। ଆଉ ନଗେନ୍ଦ୍ର ଆଜ୍ଞାଙ୍କର ଜନ୍ମଦିନ ଉପଲକ୍ଷେ ମୁଁ ଗୋଟେ ବାର୍ତ୍ତା Thank you. Thank you. ପ୍ରେଜ୍ ଦ ଲର୍ଡ। ଆସୁ ଆମମାନେ ଆଗକୁ ବଢ଼ିବା। ପ୍ରଭୁଙ୍କର ସେଟା ପୂର୍ବରୁ ସଂକଳ୍ପ, ପ୍ରଭୁଙ୍କର ଯୋଜନା ଆମ ପରିବାର ପାଇଁ ଯୋଉ ଅନୁଗ୍ରହ ରଖିଥିଲେ ଆମେ ସେଇ ସବୁ ପାଉଛୁ। ଯୋଉ ଯୋଉ ପରିସ୍ଥିତି ଆମେ ଦେଇ ଯାଉଛୁ, ଆମମାନଙ୍କର ସବୁ ପରିସ୍ଥିତି ଆମେ ସବୁ କିଛି ପ୍ରାର୍ଥନା ଅନୁରୋଧ ଜଣେଇଥାଉ। ଆଉ ପ୍ରଭୁ ଆପଣମାନଙ୍କର ପ୍ରାର୍ଥନା ଦ୍ୱାରା ଅତି ମହତ୍ ଆଶ୍ଚର୍ଯ୍ୟ କର୍ମ ଆମ ଜୀବନରେ ହେବାକୁ ଦେଇଛନ୍ତି। ଆମେ ତାହା ପାଇଛୁ। ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଆଉ ଆଜି ଦିନ ପାଇଁ ବି ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଆଉ ଆଜି ଯାହା ଯାହା ହେଲା ଏବେ କିଛି ସମୟ ପୂର୍ବରୁ ମୁଁ ସେଟା ପ୍ରଭୁଙ୍କୁ କେବଳ ଧନ୍ୟବାଦ କୃତଜ୍ଞ ହଉଛି। ଏଠି ଯଦି କୋଉ ହୋଟେଲ ଯାଇ ଗ୍ରାଣ୍ଡ ହୋଟେଲ ଯାଇ ଆମେ ମନେଇବୁ, କେକ୍ କାଟିବୁ, ଖାଇବାର ଖର୍ଚ୍ଚ କରିବୁ, ଏ ବିଷୟ ଆମେ ପାଇପାରିନଥାନ୍ତୁ। ଯେତେ ଯାହା ବି ଆମେ ଯଦି ବହୁତ ଟଙ୍କା ଖର୍ଚ୍ଚ କଲେ ବି ଆଜି ଏଠାରେ ଯେତିକି ଭାଇ ଭଉଣୀ ମାନେ ଗୀତ ଗାଇଛନ୍ତି, ବଡ ମାନେ ସାନ ମାନେ, ମୁଁ ପ୍ରତ୍ୟେକଙ୍କ ପାଖରେ ଚିର କୃତଜ୍ଞ ହଉଛି ଯେ ସେମାନଙ୍କର ପ୍ରାର୍ଥନା, ସେ ଗୀତ ଯୋଉ ଧନ୍ୟବାଦର ଗୀତ ପ୍ରଭୁଙ୍କ ପାଦ ତଳେ ଜଣେଇଛନ୍ତି କୃତଜ୍ଞତା, ସେଇଟାରୁ ବଳି ଆଉ କଣ ଆବଶ୍ୟକତା? ସେଇଟା ହିଁ ଆମ ପାଇଁ ଆବଶ୍ୟକତା ଥିଲା। ଆଉ ମୁଁ ବିନୟ ଭାଇଙ୍କୁ ବିଶେଷ ଧନ୍ୟବାଦ ଦେବି। ମତେ କେତେ ଦିନ ପୂର୍ବରୁ ହିଁ ବାପାଙ୍କର ଜନ୍ମଦିନ ଡେଟ୍ ପଚାରୁଥିଲେ। ଆଉ କାଲି ଅମର ଭାଇ ବି ପଚାରୁଥିଲେ କେବେ ଡେଟ୍ ବାର୍ଥ ତାଙ୍କର, ସବୁ ଟିକେ ମତେ କହିଦେବ ଭାଇ ଭଉଣୀ କେତେ। ମୁଁ ବେଶୀ କୃତଜ୍ଞ, ଏତେ ପ୍ରେମ ଆମମାନଙ୍କ ପାଇଁ ଆମେ ପାଉଛୁ, ଏତେ ଦୟା ଆପଣ ମାନଙ୍କର ଠାରୁ ଆମମାନଙ୍କ ପାଇଁ ପ୍ରଭୁ ରଖିଛନ୍ତି। ସେଥିପାଇଁ ବହୁତ କୃତଜ୍ଞ ହଉଛି। ଆଉ ନିଶ୍ଚିତ ଆମେ ଏପଟ ଅଛୁ, କିନ୍ତୁ ଏଇ ଯୋଉ ସକାଳର ଏଇ ସମୟଟା ଆଜି ତାଙ୍କ ଜୀବନ ପାଇଁ, ଏଇ ବର୍ଷ ପାଇଁ ଗୋଟେ ନୂଆ ଆଉ ବହୁତ ଆଶୀର୍ବାଦ ଯୁକ୍ତ ହେଇପାରିଥିବା ହେତୁ ମୁଁ ବହୁତ କୃତଜ୍ଞ ଆପଣମାନଙ୍କୁ ଥାଏ, ପ୍ରଭୁଙ୍କୁ ଗୌରବ କରିଥାଏ, ଧନ୍ୟବାଦ କରିଥାଏ। ଆମେ ଗୋଟେ ବିଷୟ ଆଜି ସ୍କିପ୍ କରି ଯାଇଛୁ। ଆମମାନେ ପ୍ରତିଦିନ ଯାହାର ଜନ୍ମଦିନ ହୁଏ ବିନ ଭାଇ ପ୍ରାର୍ଥନା କରନ୍ତି। ମୁଁ ଅନୁରୋଧ କରିବି ଆଜି ନଗେନ୍ଦ୍ର ଭାଇଙ୍କ ପାଇଁ ବିନ ଭାଇ ପ୍ରାର୍ଥନା କରିବେ। ପ୍ରେଜ୍ ଦ ଲର୍ଡ। Praise the Lord. मीना भौणी तो बहुत जोर हसुଛନ୍ତି। निश्चिंत एटा हम ପାଇଁ ଆଜି ଆନନ୍ଦର ଦିନ, ଆନନ୍ଦର ଦିନ। ସମସ୍ତଙ୍କ ପାଇଁ ଆନନ୍ଦର ଦିନ। ନଗେନ୍ଦ୍ର ଭାଇ ଆଜି ମୋ ଏଜରେ ପହଞ୍ଚି ଗଲେ, ସେଥିପାଇଁକା ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। Praise the Lord. Praise the Lord. Praise the Lord. ହଁ ଭାଇ ନମସ୍କାର। ପ୍ରେଜ୍ ଦ ଲର୍ଡ। Praise the Lord. ମୋ ନାତିର ଜନ୍ମଦିନ 7 ବର୍ଷ ପୁରିଲା। ଆଧ୍ୟାଂଶ
ଆଉ ତା ପାଇଁ ମଧ୍ୟ ପ୍ରାର୍ଥନା କରିଦେବି। ଆଜି ଭଉଣୀ ହଁ ଆଜି ଓହ ପ୍ରେଜ୍ ଦ ଲର୍ଡ ସେଥିପାଇଁ ଆମେ ଭାବୁଥିଲୁ ଆଗରୁ ଟିକେ ଆଉ କାହାର ଯଦି ଅଛି ଜନ୍ମଦିନର ରିକ୍ୱେଷ୍ଟ ଆମମାନଙ୍କର ନଗେନ୍ଦ୍ର ଭାଇ ସେ ଆମମାନଙ୍କର ହଁ ଆମର ମୁଁ ତାଙ୍କୁ ଦେଖିନି କିନ୍ତୁ ତାଙ୍କର ସେ ବିଶ୍ୱସ୍ତ ଭାବରେ ସେ ଯୋଉ ଜଏନ୍ କରନ୍ତି ସେ ଜଏନ୍ ବି ଯାଆନ୍ତି କିନ୍ତୁ ସେଠୁ ସକାଳୁ ସେ ନିହାତି ଆମର ସେ ପରିବାରରେ ସେ ଜଏନ୍ କରିଥାନ୍ତି ଆଉ ବହୁତ ଖୁସି ମିଜାସିଆ ଲୋକ ଆନନ୍ଦିତ ଲୋକ ଆଉ ଯେତେବେଳେ ମୋ ସାଙ୍ଗେ ସେ କଥାବାର୍ତ୍ତା କରନ୍ତି ସବୁବେଳେ ଇଜ ଏ ଭେରି ପ୍ରେୟାର ଲଭିଂ ପର୍ସନ ଭାଇ ଆପଣ ପ୍ରାର୍ଥନା ନ କରିକି ପଳେଇବେ ଆଉ ଆଜି ତାଙ୍କର ଜନ୍ମଦିନରେ ଆମେ ସମସ୍ତେ ଆନନ୍ଦ କରିଛୁ ଆପଣମାନେ ସମସ୍ତେ ଉତ୍ସାହିତ ହେଇଛନ୍ତି ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଲୁ ଏଇ ତ ଆମର ପରିବାରର ଯୋଉ ଖୁସବୁ ଆଉ ସୁବାସ ଏଇ ସୁବାସ ଆମ ଭିତରେ ମହକି ଯାଉଛି ଆମେ ସମସ୍ତଙ୍କୁ ୱେଲକମ କରୁଛୁ ଯେମିତି ମୀନା ଭଉଣୀ କହୁଥିଲେ ଯାହାର ଯେମିତି ଜନ୍ମଦିନ ଟିକେ ଆଗରୁ ଜଣେଇଲେ ଆମମାନେ ସୁନ୍ଦର ଭାବରେ ତାକୁ ଅର୍ଗାନାଇଜ କରିପାରିବା ଥ୍ୟାଙ୍କ ୟୁ ଆସନ୍ତୁ ପ୍ରାର୍ଥନା କରିବା ପ୍ରେମ ସ୍ୱର୍ଗସ୍ଥ ପିତା ମାନେ ତୁମର ଧନ୍ୟବାଦ କରୁଛୁ ପ୍ରଶଂସା କରୁଛୁ ଗୌରବ ବନ୍ଦନା କରୁଛୁ ହଁ ପ୍ରଭୁ ଆମେ ଜାଣିଛୁ ଯେ ତୁମେ ହଉଛ ଆମମାନଙ୍କର ଜଣେ ସେ ବିଶ୍ୱସ୍ତ ପ୍ରେମମୟ ସ୍ୱର୍ଗସ୍ଥ ପିତା ଆମମାନଙ୍କୁ ତୁମେ ପିତା ବୋଲିକି ଡାକିବାକୁ ତୁମେ ଅନୁମତି ଦେଇଛ ଆମମାନଙ୍କୁ ତୁମେ ସେ ସନ୍ତାନ ସନ୍ତତି କରିବା ପାଇଁକା ପ୍ରଭୁ ତୁମର ସେଇ ରକ୍ତକୁ ସେ କାଲବରୀ କୃଷରେ ଝରାଇ ଦେଲ ଆମମାନେ ଯେମିତି ପାପରୁ ମୁକ୍ତ ପାଇଁ ଏବଂ ପ୍ରଭୁ ତୁମର ସେ ରାଜ୍ୟ ଭିତରକୁ ସ୍ଥାନାନ୍ତରିତ ହେଲୁ ସେ ଆଲୋକର ମଧ୍ୟରେ ଆମମାନଙ୍କୁ ତୁମେ ରୋପିତ କଲ ସେଥିପାଇଁ ପ୍ରଭୁ ଆମେ ଧନ୍ୟବାଦ ଦଉଛୁ ଏଇ ପ୍ରେୟାର ଦିନେ ଷ୍ଟାର୍ଟ ହେଇଥିଲା ଖୁବ ଅଳ୍ପ ଲୋକରେ ମାତ୍ର ଆଜି ତାର ଶାଖା ପ୍ରଶାଖା ଡାଳ ସବୁଆଡେ ବ୍ୟାପି ଗଲା କେବଳ ପ୍ରଭୁ ତୁମକୁ ଆମେ ଧନ୍ୟବାଦ ଦଉଛୁ ତୁମକୁ ପ୍ରଶଂସା କରୁଛୁ ତୁମକୁ ଗୌରବ କରୁଛୁ ପ୍ରଭୁ ଏଇଟା ତୁମର କାର୍ଯ୍ୟ ପ୍ରଭୁ ଯୋଉମାନେ ପ୍ରଭୁ ଏ ସୁନ୍ଦର ଭାବରେ ଆମମାନଙ୍କୁ ଆସିକି ପ୍ରତିଦିନ ବାକ୍ୟ ପ୍ରଦାନ କରୁଛନ୍ତି ଗୀତରେ ଆଉ ପ୍ରାର୍ଥନାରେ ବାକ୍ୟ ପଠନରେ ସାହାଯ୍ୟ କରୁଛନ୍ତି ମୀନା ଭଉଣୀ ସବୁ ପରିବାର ପାଇଁକା ନାମ ଧରି ଧରିକା ପ୍ରାର୍ଥନା କରୁଛନ୍ତି ପ୍ରଭୁ ସେ ପରିବାର ଯେ ଆମେ ଆଜି ଅନ୍ତର୍ଭୁକ୍ତ ସେଥିପାଇଁ ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଛୁ ନଗେନ୍ଦ୍ର ଭାଇଙ୍କର ପାଇଁ ଏବଂ ଆମମାନଙ୍କର ମିନତି ଭଉଣୀଙ୍କର ନାତି ଆଦ୍ୟାଂଶ ଆଉ ସୁବ୍ରତୀ ନାୟକଙ୍କର ନାତୁଣୀ ଏ ତିନି ଜଣଙ୍କର ଆଜି ଜୀବନରେ ତୁମେ ନୂତନ ବର୍ଷ ଯୋଡ଼ିଲ ପ୍ରଭୁ ଏ ନୂତନ ବର୍ଷ ଆନନ୍ଦର ହଉ ଆଶୀର୍ବାଦର ହଉ ଏବଂ ତୁମକୁ ଧନ୍ୟବାଦ ଦବାର ବର୍ଷ ହଉ ଆମେ ସେମାନଙ୍କର ଜୀବନରେ ପ୍ରଭୁ ନୂତନ ନୂତନ ବିଷୟ ଦେଖିବାକୁ ପାରିବା କାରଣ ସେମାନେ ତୁମର ସନ୍ତାନ ସେମାନଙ୍କର ବସିବା ଉଠିବା ସେମାନଙ୍କର ସମସ୍ତ କାର୍ଯ୍ୟ ପ୍ରଭୁ ଅନ୍ୟମାନଙ୍କ ନିକଟରେ ଆଦରଣୀୟ ହବ ଶିକ୍ଷଣୀୟ ହବ ଏବଂ ଶିକ୍ଷାପ୍ରଦ ହବ ସେଥିପାଇଁ ଆମେ ତୁମକୁ ମାଗୁଛୁ ଏ ପରିବାର ସମସ୍ତେ ମିଶିକିରି ଏ ତିନି ଜଣଙ୍କର ଜୀବନ ପାଇଁକା ଆଶୀର୍ବାଦ ଭିକ୍ଷା କରୁଛୁ ଏବଂ ପ୍ରଭୁ ସମସ୍ତେ କୁହନ୍ତୁ ଆମେନ ଏବଂ ପ୍ରଭୁ ସେମାନଙ୍କୁ ତୁମେ ଆହୁରି ଆଶୀର୍ବାଦରେ ପରିଣତ କର ଆୟୁଷ ଦିଅ ଏବଂ ଯେପରି ପ୍ରଭୁ ତୁମର ଗୌରବ ନିମନ୍ତେ ସେମାନେ ବ୍ୟବହାର ହେଇପାରିବେ ତୁମେ ଦୟାକର ଆଶୀର୍ବାଦ କର ପ୍ରାର୍ଥନା ଯେ ଶୁଣିଲ ଧନ୍ୟବାଦ ଦେଇ ପ୍ରେମ ଯୀଶୁଙ୍କ ନାମରେ ମାଗିଲୁ ଶୁଣ ଗ୍ରହଣ କର ଆମେନ ନଗେନ୍ଦ୍ର ଭାଇଙ୍କ ଉପରେ ତାଙ୍କ ପରିବାର ଉପରେ ମିନତି ସାହୁ ଭଉଣୀଙ୍କର ପରିବାର ଆଉ ସେ ପୁଅଟି ଆଦ୍ୟାଂଶ ଉପରେ ଆଉ ସେ ସୁବ୍ରତୀ ନାୟକର ପରିବାର ଆଉ ତାଙ୍କ ସେ ନାତୁଣୀ ଉପରେ ସ୍ପ୍ରିଙ୍କଲ କରି କଭର କରି ସିଲ୍ କରୁଛୁ ଯୀଶୁଙ୍କ ନାମରେ ମାଗିଲୁ ଶୁଣ ଗ୍ରହଣ କର ଆମେନ Praise the Lord. ଆମେ ଚାଲୁଥିବା ସୌଭାଗ୍ୟତାରେ ରହି ଆଗମନେ ଯିବା ଯୀଶୁଙ୍କ ହାତ ଧରି ଆମେ ଚାଲୁଥିବା ଭାଗିତାରେ ରହି ଆଗମନେ ଯିବା ଏହି ଆମର ଲକ୍ଷ୍ୟ ଏହି
କରିଛନ୍ତି praise the ଯୋଉ Lord. ବାକ୍ୟ ଦେଇଛନ୍ତି ଯୋଉ ପ୍ରୋଗ୍ରାମ କରିଛନ୍ତି ମୁଁ ମୋର ପରିବାର ପାଇବାର ଯୋଗ୍ୟ ନାହିଁ ଏହା ଧରିକି ଯେପରି ଶେଷ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଗମନ Glory, glory, glory. ପ୍ରଭୁଙ୍କ ଠାରେ ଧନ୍ୟବାଦ ଆପଣଙ୍କ ଠାରେ କୃତଜ୍ଞତା ପ୍ରେଜ୍ ଦ ଲର୍ଡ ଆମେନ୍। ଆମେନ୍ ଆମେନ୍। ଯଦି ଆଉ କିଛି ଅନୁରୋଧ ଅଛି ଆମେ କହିବା। ପିତା ଧନ୍ୟବାଦ ଦେଉଛି ମୋର ପରମେଶ୍ୱର ପ୍ରଭୁ, ଅନୁଗ୍ରହକାରୀ ପରମେଶ୍ୱର, ଆଶୀର୍ବାଦକାରୀ ପରମେଶ୍ୱର, ତୁମରି ମହାନାମର ପ୍ରଶଂସା ଗୌରବ ହଉ ପ୍ରଭୁ। ତୁମେ ଆମମାନଙ୍କର ପିତା, ଆମମାନଙ୍କର ଚାଳକ ପାଳକ ରକ୍ଷକ, ଆମମାନଙ୍କର ସୃଷ୍ଟିକର୍ତ୍ତା ଅଟ ତୁମେ ପ୍ରଭୁ। ତୁମରି ମହତ ଇଚ୍ଛା ଯୋଜନା ଅନୁସାରେ ତୁମେ ଆମମାନଙ୍କୁ ଏ ଜଗତରେ ପ୍ରେରଣ କରିଅଛ, ଆଉ ତାହା ସଫଳ ହେବା ନିମନ୍ତେ ତୁମେ ସାହାଯ୍ୟ ମଧ୍ୟ କରିଥାଅ। ଧନ୍ୟବାଦ। ଆଜି ଦିନ ପ୍ରଭୁ ନଗେନ୍ଦ୍ର ଭାଇଙ୍କ ପାଇଁ ଏକ ବିଶେଷ ଦିନ ତୁମେ ଆଣିଦେଲ ପ୍ରଭୁ। ଜୀବନରେ ଆଉ ଏକ ବର୍ଷ ଯୋଡ଼ିଦେଲ ପ୍ରଭୁ। ଦୀର୍ଘ 64 ବର୍ଷ ସେ କମ୍ପ୍ଲିଟ୍ କରି 75 ବର୍ଷକୁ ସେ ପ୍ରଭୁ ଉପସ୍ଥ ହୋଇଅଛନ୍ତି ପ୍ରଭୁ। ତୁମେ କରିଅଛ ପ୍ରଭୁ। ଅନେକ ଘାତ ପ୍ରତିଘାତ ବିପଦ ଆପଦ ରକ୍ଷା କରିଥିବା ଲାଗି ତୁମଠାରେ ଅଶେଷ ଆମେ ଧନ୍ୟବାଦ। ଆମେ ସପରିବାର ତୁମକୁ ଧନ୍ୟବାଦ ଦେଉଛୁ ମୋର ପରମେଶ୍ୱର ପିତା। ତୁମେ ଅନୁଗ୍ରହ ଦୟା କର ଆଉ ପ୍ରଭୁ ନଗେନ୍ଦ୍ର ଭାଇଙ୍କୁ ପ୍ରଭୁ ଆହୁରି ତୁମେ ଦୀର୍ଘାୟୁ ଦେଇ ଆହୁରି ଉତ୍ତମ ସ୍ୱାସ୍ଥ୍ୟ ସହିତ ଏବଂ ସୁପ୍ରସ୍ତୁତ ଜୀବନ ଦିଅ ବୋଲି ପ୍ରାର୍ଥନା କର। ସର୍ବଦା ତୁମେ ତାଙ୍କ ସଙ୍ଗରେ ରୁହ ବୋଲି ପ୍ରାର୍ଥନା କରୁଛି। ତୁମର ଶ୍ରୀମୁଖ ତାଙ୍କ ଆଗେ ଆଗେ ଗମନ କରୁ ବୋଲି ପ୍ରାର୍ଥନା କରୁଛି ପ୍ରଭୁ। ସେ ଯେଉଁଠି ମଧ୍ୟ ରହିବେ ତୁମରି ଗୌରବ କରିପାରିବେ, ତୁମରି ମହିମା କରିପାରିବେ, ତୁମର ସାକ୍ଷୀ ହେଇପାରିବେ, ସେ ପ୍ରକାର ତାଙ୍କ ଜୀବନ କର ବୋଲି ପ୍ରାର୍ଥନା କରୁଛି ବାପା। ଆହୁରି ଅନୁଗ୍ରହ ଦୟାରେ ପରିପୂର୍ଣ୍ଣ କର। ଅନେକ ତୁମରି ସେଇ ପ୍ରଭୁ ମହତ ଦାନ ଗୁଡ଼ିକ, ମହତ ଆଶୀର୍ବାଦ ଗୁଡ଼ିକରେ ପରିପୂର୍ଣ୍ଣ କର ବୋଲି ପ୍ରାର୍ଥନା କରେ ପବିତ୍ର ପ୍ରଭୁ। ମଧ୍ୟ ପ୍ରାର୍ଥନା କରୁଛି ପ୍ରଭୁ ସପରିବାରକୁ, ନଗେନ୍ଦ୍ର ଭାଇ, ସୁଧୀରା ଭଉଣୀ, ଅମରେନ୍ଦ୍ର ଭାଇ, ସୁଶସ୍ତା ଭଉଣୀ, ଏଲିନା, ସମସ୍ତଙ୍କର ତୁମେ ସହବର୍ତ୍ତୀରେ ଯତ୍ନ ନିଅ। ପ୍ରତିଟି ଗୁପ୍ତ ମାଗୁଣି ପ୍ରାର୍ଥନା ମନବାଞ୍ଛା ତୁମରି ଇଚ୍ଛା ଯୋଜନା ଅନୁସାରେ ସଫଳ କର ବୋଲି ପ୍ରାର୍ଥନା କରେ ମଙ୍ଗଳମୟ ପରମେଶ୍ୱର ପିତା। ଆଜି ଦିନ ମଧ୍ୟ ବିଶେଷ ଦିନ ଆମମାନଙ୍କର ପ୍ରଭୁ ଆଧ୍ୟାଂଶଙ୍କ ନିମନ୍ତେ ପ୍ରଭୁ ମିନତି ଭଉଣୀଙ୍କର ନାତି ଆଧ୍ୟାଂଶ, ଯିଏକି ଯାହାକୁ ତୁମେ ଆଜି ଦିନରେ ସପ୍ତମ ବର୍ଷରେ ତୁମେ ତାକୁ ପ୍ରଭୁ ଉପସ୍ଥିତ କରାଇଲ ପ୍ରଭୁ। ତୁମେ ଆଜି ଦିନ ଦେଖିବାକୁ ଦେଲ, ଧନ୍ୟବାଦ। ମାତାର ଗର୍ଭରୁ ପ୍ରଭୁ ଉଦରସ୍ଥ ହେବା ପର୍ଯ୍ୟନ୍ତ ମଧ୍ୟ ପ୍ରଭୁ ଆମମାନେ ଜନ୍ମବଧି ଆଜି ଯାଏଁ ତୁମେ ତାକୁ ବହି ଆଣିଅଛ ପ୍ରଭୁ। ଅନେକ ଘାତ ପ୍ରତିଘାତ ବିପଦ ଆପଦ ରକ୍ଷା କରିଥିବା ଲାଗି ଧନ୍ୟବାଦ। ବୁଦ୍ଧିରେ ଜ୍ଞାନରେ ଶାରୀରିକ ଭାବରେ ବୃଦ୍ଧି କରୁଥିବା ଲାଗି ଧନ୍ୟବାଦ ପବିତ୍ର ପ୍ରଭୁ। ଉତ୍ତମ ମାତା ପିତା ପରିବାର ପରିବେଶ ମଣ୍ଡଳୀ ଦେଇ ତୁମେ ତାକୁ ଗଢ଼ୁଛ ପ୍ରଭୁ। ଧନ୍ୟବାଦ ଦେଉଛୁ। ପ୍ରତିଟି ତାର ପ୍ରୟୋଜନ ବିଷୟ ଯୋଗାଉଛ। ପ୍ରତି ମୁହୂର୍ତ୍ତରେ ଦିବାରାତ୍ର ତୁମେ ଜାଗି ରହି ତା ପ୍ରତି ତୁମେ ମନୋଯୋଗୀ ହୋଇ ତାକୁ ତୁମେ ଆଶୀର୍ବାଦ କରି ଆସୁଅଛ, ସେଥିପାଇଁ ଧନ୍ୟବାଦ ଦେଉଛି। ଆଗାମୀ ବର୍ଷ ଗୁଡ଼ିକ ମଧ୍ୟ ତା ପାଇଁ ଅନୁଗ୍ରହ ଆଶୀର୍ବାଦର ବର୍ଷ ହଉ। ହଁ ପ୍ରଭୁ, ଆଉ ଦୀର୍ଘାୟୁ ଦେଇ ତୁମେ ତାକୁ ମଧ୍ୟ ତୁମେ ଆଶୀର୍ବାଦରେ ପୂର୍ଣ୍ଣ କର ପ୍ରଭୁ। ତୁମରି ସେଇ ଇଚ୍ଛା ଯୋଜନା ଯେଉଁଥିପାଇଁ ତୁମେ ତାକୁ ଏ ଧରାପୃଷ୍ଠକୁ ଆଣିଛ, ତାହା ତୁମରି ଇଚ୍ଛା ଯୋଜନା ଅନୁସାରେ ସଫଳ ହେବା ପାଇଁ ସାହାଯ୍ୟ କର। ସେ ତୁମର ଗୋଟେ ବାଧ୍ୟ, ତୁମରି ଯୋଗ୍ୟ ସନ୍ତାନ ହେବ, ତୁମର ପ୍ରିୟ ସନ୍ତାନ ହେଇପାରିବ। ତୁମେ ତାକୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରେ ପ୍ରଭୁ। ତାକୁ ବୁଦ୍ଧି ଦିଅ, ଜ୍ଞାନ ଦିଅ ପ୍ରଭୁ। ଜାଗତିକ ଜ୍ଞାନ ସହିତ ଆତ୍ମିକ ଜ୍ଞାନରେ ସୁଦୃଢ଼ କର, ବଳିଷ୍ଠ କର ବୋଲି ପ୍ରାର୍ଥନା କରୁଛି। ବଳବାନ କର ବୋଲି ପ୍ରାର୍ଥନା କରୁଛି ବାପା। ସେ ଆଗାମୀ ଦିନରେ ତୁମର ସନ୍ତାନ ହେଇପାରିବ, ତୁମର ସାକ୍ଷୀ ହେଇପାରିବ। ତୁମେ ତାକୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରୁଛି। ଆଉ ପ୍ରଭୁ ତାଙ୍କ ପରିବାର, ତାଙ୍କ ବାପା ମା ସମସ୍ତଙ୍କୁ ରଖିଲେ ବାପା। ମିନତି ଭଉଣୀ, ରବୀନ୍ଦ୍ର ଭାଇ, ଆଉ ପ୍ରଭୁ ଆମମାନଙ୍କର ସୁଧୀର ଭାଇ, ଆଉ ପ୍ରଭୁ ବିକାଶ ଭାଇ, ଆଉ ପ୍ରଭୁ ସୋନାଲି, ଆଉ ପ୍ରଭୁ ଆମମାନଙ୍କର ମଞ୍ଜୁଷା ସମସ୍ତଙ୍କୁ, ଆଉ ପ୍ରଭୁ ସାଲମିଆ, ଆଉ ପ୍ରଭୁ ରୁହି ସମସ୍ତ ପରିବାରକୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରେ ହେ ମଙ୍ଗଳମୟ ପରମେଶ୍ୱର ପିତା। ଆମେ ଧନ୍ୟବାଦ ଦେଉଛୁ। ଏଇ ବର୍ଷଟି ତା ପାଇଁ ଗୋଟେ ଆଶୀର୍ବାଦର ବର୍ଷ ହଉ, ଅନୁଗ୍ରହର ବର୍ଷ ହଉ, ପ୍ରାଚୁର୍ଯ୍ୟତାର ବର୍ଷ ହଉ, ଆଉ ପ୍ରଭୁ ବିଜୟତାର ବର୍ଷ ହଉ ବୋଲି ଯୀଶୁ ନାମରେ ମାଗେ ମୋର ପରମେଶ୍ୱର ପିତା। ଆଜି ମଧ୍ୟ ପ୍ରାର୍ଥନା କରୁଛି ବାପା। ଆଜି ଦିନ ଆମମାନଙ୍କର ପ୍ରଭୁ ଝିଅ ଇପ୍ସିତାର ଜନ୍ମଦିନ ପ୍ରଭୁ। ସୁବ୍ରତୀ ଭଉଣୀଙ୍କର ନାତୁଣୀ ଇପ୍ସିତାକୁ ମଧ୍ୟ ତୁମ ହସ୍ତରେ ସମର୍ପଣ କରୁଛି ବାପା। ତୁମେ ଜନ୍ମବଧି ଆଜି ଯାଇ ତାକୁ ମଧ୍ୟ ତୁମେ ଆଶୀର୍ବାଦ କରିଅଛ ପ୍ରଭୁ। ତୁମେ ତାକୁ ଉଠାଇଅଛ, ତୁମେ ତୁମରି ଅନୁଗ୍ରହରେ ତା ଜୀବନରେ ପରିପୂର୍ଣ୍ଣ କରିଅଛ ପ୍ରଭୁ। ସୁନ୍ଦର ପରିବାର, ସୁନ୍ଦର ପରିବେଶ ଦେଇଅଛ ପ୍ରଭୁ। ଉତ୍ତମ ବୁଦ୍ଧି ଜ୍ଞାନ ଦେଇଅଛ, ତୁମରି ଭୟ ଶିଖାଇଅଛ ପ୍ରଭୁ। ସମସ୍ତ ମଙ୍ଗଳ ଦାନ ଗୁଡ଼ିକ ଦେଇଥିବା ଲାଗି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଇପ୍ସିତାର ଜୀବନ ନିମନ୍ତେ ଧନ୍ୟବାଦ। ତାର ସମସ୍ତ
विषय निमंते अनुग्रह दान निमंते धन्यवाद दूँ मोर परमेश्वर पिता अनुग्रहकारी पिता एतबेले प्रार्थना कर प्रभु इप्सिता को तुम्हें आशीर्वाद कर हाँ प्रभु तार जीवन जाव जीवन तुम्हें तार संगरे रुह बोली प्रार्थना कर प्रभु जीवन शेष पर्यंत ए दौड़ प्रभु से दौड़ आ जितब प्रभु आ तुमरी सहित से प्रभु मिलित हो प्रभु तुम्हें साहाय्य करो समस्त प्रकार जागतिक प्रलोभन चातुरी शैतानिक शक्ति परीक्षार आ प्रभु सबरू तुम्हें ताको रक्षा कर बोली जीशु नाम रे मागुची पिता जौवन अवस्था अच्छी प्रभु तुम्हें तार सहवर्ती हुओ प्रभु अनेक मंगल दान रे परिपूर्ण कर तार भविष्यत जीवन आत्मिक जीवन को तुम्हें गठन कर तुम्हें सुदृढ़ कर आ बलिष्ठ कर बोली जीशु नाम रे मागुची मोर परमेश्वर पिता तुमरे अनुग्रह दया तुमर आशीर्वाद तुमरे से मंगल योजना ता जीवन रे सफल कर बोली जीशु नाम रे मागुची पिता तुमठारे से सर्वदा समर्पित जीवन काटिब भयर जीवन काटिब बाध्यतार जीवन काटिब तुम्हें साहाय्य कर बोली जीशु नाम रे मागुची पिता अनुग्रहकारी परमेश्वर तांको परिवार को मध्य प्रभु इप्सितार परिवार समस्त को रखिली बापा आमानकर लुदिया माउसी को रखिली बापा सुब्रती भौणी को रखिली बापा सीमन भाई को रखिली बापा प्रभु सुरंजन सुसेत शुभ्रांशु सुहान शुभेन्दु इंदुमती तिलोतमा सस्मिता नमिता शशिरेखा स्वीटी लिटी ग्लाडी शुभांगी लाफीराज गेबी ब्लेसड इप्सिता हेप्सिबा प्रमेश राज सौरभ अभिषेक गजानन स्मृतिरेखा स्मृतिरंजन सरोजिनी समस्त परिवार समस्त गोष्ठी को तुम्हें आशीर्वाद कर बोली जीशु नाम रे मागी पिता हे मोर परमेश्वर पिता तुम्हें दया अनुग्रह करिछ आ समस्त आमनकर जन्मदिन समस्त प्रभु बर्थडे बॉयज बर्थडे गर्ल्स पाई आमे धन्यवाद दउछु पुनर्बार नगेंद्र भाई को आ प्रभु आमनकर आध्यांश को आमनकर इप्सिता को तुमरी चरण तले समर्पण करी ए प्रार्थना प्रेममय प्रभु जीशु ख्रीष्टकर बहुमूल्य नाम रे मागे पिता आमेन।